କଥା ରଖିଲେ ମୁଖ୍ୟମନ୍ତ୍ରୀ। ବଡ଼ବିଲ ବାଂଶପାଣି ରେଳପଥ ସଂଯୋଗ ପାଇଁ କେନ୍ଦ୍ର ରେଳମନ୍ତ୍ରୀଙ୍କ ସହ କଲେ ଆଲୋଚନା। ଜୟ ଜଗନ୍ନାଥ ବନ୍ଧୁମାନେ, ଉପାନ୍ତ ଓଡ଼ିଶାରେ ଆପଣମାନଙ୍କୁ ସ୍ୱାଗତ। ବଡ଼ବିଲରୁ ବାଂଶପାଣି 17 କିଲୋମିଟର ରେଳପଥ ସଂଯୋଗ ନିମନ୍ତେ ଦୀର୍ଘ ବର୍ଷ ହେଲା ଖଣି ଅଞ୍ଚଳବାସୀ ଦାବି ଓ ଆନ୍ଦୋଳନ କରି ଆସୁଛନ୍ତି। ତେବେ ବଡ଼ବିଲ ବାଂଶପାଣି ରେଳପଥ ସଂଯୋଗ ନିମନ୍ତେ ଅର୍ଥ ମଞ୍ଜୁରୀ ମିଳିସାରିଥିଲେ ମଧ୍ୟ ରେଳ ବିଭାଗର ଅବହେଳା ଯୋଗୁଁ ଏହାର ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇପାରିନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏଠାରେ ପ୍ରକାଶ ଯେ ଗତ ଜାନୁଆରୀ 16 ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ବିଲ ଗସ୍ତରେ ଆସି 25ତମ ବଡ଼ବିଲ ମହୋତ୍ସବକୁ ଉଦ୍ଘାଟନ କରିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ସେଠାରେ ଏକ ସାଧାରଣ ସଭାରେ ଯୋଗ ଦେଇଥିବା ବେଳେ ବଡ଼ବିଲ ବାଂଶପାଣି ରେଳପଥ ସଂଯୋଗ ବଡ଼ବିଲ ବାଇପାସ୍ ରିଙ୍ଗ ରୋଡ଼ ନିର୍ମାଣ ନିମନ୍ତେ ବଡ଼ବିଲ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ଏହାକୁ ଗୁରୁତର ଭାବେ ନେବା ସହିତ ଏଥିନିମନ୍ତେ କେନ୍ଦ୍ର ରେଳମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀ ଗସ୍ତରେ ଯାଇଥିବା ବେଳେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହିତ ବଡ଼ବିଲ ବାଂଶପାଣି ରେଳପଥ ସଂଯୋଗ ବିଷୟରେ ଆଲୋଚନା କରିଥିବା ଜଣାପଡ଼ିଛି। ଏଥିସହିତ ବଡ଼ବିଲ ବର୍ଷୁଆଁ ରେଳପଥ ସଂଯୋଗ ଓ ପ୍ରସ୍ତାବିତ ବୃହତ ଇସ୍ପାତ କାରଖାନା ଅଞ୍ଚଳକୁ ରେଳପଥ ସଂଯୋଗ ନିମନ୍ତେ ମଧ୍ୟ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି। ଏହା କାର୍ଯ୍ୟକାରୀ ହେଲେ ବଡ଼ବିଲ ଅଞ୍ଚଳବାସୀଙ୍କର ଦୀର୍ଘ ଦିନର ଦାବି ପୂରଣ ହେବ ବୋଲି ମତ ପ୍ରକାଶ ପାଉଛି।